ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ଶ୍ରୀକ୍ଷେତ୍ର ସ୍ୱାଭିମାନ ମଞ୍ଚ ନାମରେ ଏକ ସ୍ୱତନ୍ତ୍ର ସଂଗଠନ ଗଠିତ ହୋଇଛି। ଏହି ମଞ୍ଚର ଆବାହକ ତଥା ସମାଜସେବକ ପ୍ରସନ୍ନ ମିଶ୍ରଙ୍କ ନେତୃତ୍ୱରେ ଚନ୍ଦନପୁର ନିକଟ ପୁଲାଙ୍ଗ ତୋଟାଠାରେ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ 7,000ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ସମସ୍ତେ ପ୍ରସନ୍ନ ମିଶ୍ରଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହେବା ପାଇଁ ଅନୁରୋଧ କରିଥିଲେ। ଏହାର ଉତ୍ତରରେ ଶ୍ରୀ ମିଶ୍ର କହିଲେ, ଲୋକଙ୍କ ପାଇଁ ମୁଁ ସବୁବେଳେ କାମ କରି ଆସିଛି। ଗରିବ ଲୋକଙ୍କ ଅଭାବ ଅସୁବିଧା ଓ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିଛି। ସମଗ୍ର ପଞ୍ଚାୟତରୁ ଲୋକଙ୍କ ପାଇଁ କାମ କରି ଆଜି ସମଗ୍ର ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ଗରିବ ଲୋକର ଅନୁଭବକୁ ଅନୁଭବୀ ହିଁ ବୁଝିପାରିବ। ଯେଉଁ ନେତାମାନେ ରାଜକୀୟ ଢଙ୍ଗରେ ପିଲାଟି ଦିନରୁ ଚଳି ଆସିଛନ୍ତି, ସେମାନେ ଲୋକଙ୍କ ସେବା ପାଇଁ ସେତିକି କାର୍ଯ୍ୟ କରିପାରିବେ ନାହିଁ। ଗୋଟିଏ ଦଳରେ ଥାଇ ଦୁଇ ନେତା ଦାନ୍ତ ଲଢ଼େଇ ପରି କାର୍ଯ୍ୟ କରୁଥିବାରୁ ସାଧାରଣ ଜନତା ଅତିଷ୍ଠ ହୋଇ ପଡ଼ିଲେଣି। ପ୍ରତି ଗାଁର ଘରକୁ ଘର ଯାଇ ଲୋକଙ୍କ ଦୁଃଖ ବୁଝିବି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ସମାବେଶରେ ହଜାର ହଜାର ଜନତା ପ୍ରସନ୍ନ ବାବୁଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେବା ପାଇଁ ମତ ଦେଇଥିଲେ। ଅଞ୍ଚଳବାସୀ ନେତା ପରେ ନେତା, ଦଳ ପରେ ଦଳ, ନିର୍ବାଚନ ପରେ ନିର୍ବାଚନ ଦେଖିଲେଣି, ହେଲେ ସେମାନଙ୍କ ଭାଗ୍ୟ ବଦଳୁ ନାହିଁ ବୋଲି ସଭାରେ ମତ ଦେଇଥିଲେ। ଏହି ସମାବେଶ ଅନ୍ୟ ଦଳକୁ ଚକିତ କରିଛି। ସଭାରେ ବକ୍ତା ଭାବେ ଯୁବନେତା ବିନୟ ନୃସିଂହ ମହାପାତ୍ର, ଟାଣୁଆ ନେତା ସୁକାନ୍ତ କୁମାର ପ୍ରଧାନ, ଦେବାଶିଷ ପଟ୍ଟନାୟକ, ସମାଜସେବୀ କୃଷ୍ଣଚନ୍ଦ୍ର ମହାନ୍ତି, ଶ୍ରୀଧର ଦାସ ଓ ଆଇନଜୀବୀ ମହେଶ୍ୱର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଡାକିଥିଲି ମିଟିଂଟି ସଫଳ ହୋଇଛି। ମୁଁ ଆଜ୍ଞା ସାଧାରଣ ଲୋକ, ସାଧାରଣ କର୍ମୀରୁ ଆସିଛି। ମୁଁ ବଡ଼ ନେତା ହେଉ କିଛି ଚେଷ୍ଟା କରିନି। ଲୋକମାନେ ମୋତେ ଆଜ୍ଞା ନେତା କରାଇଛନ୍ତି। ମୁଁ ସ୍ୱାଭିମାନର ଲଢ଼େଇ ଲଢ଼ୁଛି। ଏଠି ମୁଁ ଯାହା ପୂର୍ବରୁ ମୋ ଭାଷଣରେ କହିଲି, ସରକାରଙ୍କର କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ନେତା ଏଠି ବଦଳିବା ଦରକାର। ନେତାଙ୍କ ପାଇଁକା ଏ ଯେଉଁ ରାଜନୀତି କଳୁଷିତ ହେଉଛି, ତେଣୁ ନେତା ବଦଳିଲେ ରାଜନୀତି ସଫା ହେବ। ଆମେ ଗୋଟେ ସଫା ସୁତୁରା ରାଜନୀତି ସମାଜକୁ ଦେଇପାରିବା। ସେଥିପାଇଁ ମୋର ପ୍ରୟାସ। ମୁଁ ଆଜ୍ଞା ବିଧାୟକ ହେବା ପାଇଁ ଇଚ୍ଛୁକ ନଥିଲି କି କେବେ ନାହିଁ। ମୋତେ ଲୋକମାନଙ୍କ ଭଲ ପାଇବା ଏ ଜାଗାକୁ ଟାଣି ଆଣିଛି। ମୁଁ ଆପଣଙ୍କ ଭଳିଆ ସାଧାରଣ ଲୋକ। ମୁଁ କୌଣସି ଗୋଟେ ବଡ଼ ଲୋକ ନୁହେଁ କି ଏମିତି ନେତା ନୁହେଁ ଯେ ମୁଁ କ'ଣ ଗୋଟେ କରିଦେବା ପାଇଁ କହିବି। ମୁଁ ଲୋକଙ୍କ ସାଙ୍ଗରେ ଅଛି, ଲୋକମାନଙ୍କ ସେବା କରିବା ପାଇଁ ଆସିଛି। ଆପଣ ଏଠାରେ କଲେ ଏହାର ମୁଖ୍ୟ ଆଭିମୁଖ୍ୟ କ'ଣ? ଆଭିମୁଖ୍ୟ ମୁଁ ଆପଣଙ୍କୁ ପୂର୍ବରୁ କହିଲି, ମୋ ଭାଷଣରେ ବି କହିଛି। ସରକାରଙ୍କର ପ୍ରତ୍ୟେକ ଯୋଜନା ବାଟମାରଣା ହେଉଛି। ବ୍ଲକରେ 10% ବେଶୀ, ମ୍ୟୁନିସିପାଲିଟିରେ କାମ ଠିକ୍ ରହୁନି, କଣ୍ଟ୍ରାକ୍ଟର ପଇସା ଖାଇ ଦେଉଛନ୍ତି। ଏଠି ଯେଉଁ ଅରାଜକତା ଚାଲିଛି, ସେଇଟା ଆଜ୍ଞା ସରକାରଙ୍କର ଭୁଲ ନୁହଁ, ଆମ ନେତାଙ୍କର ଭୁଲ। ଏଇ ନେତାମାନଙ୍କୁ ସଫାସୁତୁରା କରିବା ପାଇଁ ମୋର ଗୋଟେ ପ୍ରୟାସ, ସ୍ୱାଭିମାନର ଲଢ଼େଇ। এই যে লড়াই ଆପଣ କରିବେ କୌଣସି ରାଜନୀତି ଦଳରୁ କରିବେ ନା ନିଜେ ବ୍ୟକ୍ତିଗତ ଭାବରେ ସ୍ୱାଧୀନ ଭାବେ ଲଢ଼ିବେ? ମୁଁ ଆଜ୍ଞା ଜାଣିନି। ମୋ ସାଙ୍ଗରେ ଭାଇମାନେ ଯାହା କହିବେ ସେଇ ଅନୁସାରେ ମୁଁ ଆଗକୁ କାର୍ଯ୍ୟକ୍ରମ କରିବି। ମୋର କିଛି ନାହିଁ ଆଜ୍ଞା, ଲୋକଙ୍କୁ ନେଇ ମୁଁ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।